ସକାଳୁ ରେଡି ସେଡି ହେଇକି ଆମେ ପଳେଇଲୁ ଜଗାକୁ ଦର୍ଶନ କରିବା ପାଇଁ। ସେଠି ବାଟରେ ଆଦିତ୍ୟ ଭାଇ ସମସ୍ତଙ୍କୁ ଅଟକେଇକି ଗୋଟେ ଗୋଟେ ପଇଡ଼ ଦେଲେ ପିଇବା ପାଇଁ। ବାହାରିକି ଆସୁ ଆସୁ 9ଟା ବାଜି ଯାଇଥିଲା। ଆମେ ଭାବିଥିଲୁ ଭିଡ଼ ହେଇଯାଇଥିବ ପ୍ରବଳ। ଭିଡ଼ ତ ଥିଲା, ହେଲେ ଠାକୁରଙ୍କୁ ବହୁତ ସୁନ୍ଦର ଭାବରେ ପାଖରୁ ଥାଇକି ଦର୍ଶନ କରିକି ଆସିଲୁ। ତାପରେ ରୁମକୁ ଆସିକି ଡ୍ରେସ୍ ଚେଞ୍ଜ କରିକି ଆମେ ପଳେଇଲୁ ବିଚ୍ କୁ। ହେଲେ ସକାଳୁ କିଛି ଖାଇନଥିଲୁ, ସେଥିପାଇଁ ଗୋଟେ ଜାଗାରେ ରହିକି ଆଗେ କଣ ଟିକେ ଖାଇଦେଲୁ। ଭୋକ ଏତେ ଜୋର କରୁଥିଲା ଯେ କଚୁମ୍ବର ଆସିବା ପୂର୍ବରୁ ବିରିୟାନୀ ଅଧା ଆମର ସରିଯାଇଥିଲା। ସେଠି ସମୁଦ୍ରର ଭ୍ୟୁ ଏନ୍ଜୟ କରିକି ଆମେ ଟିକେ ଖାଇଦେଲୁ କଟନ କ୍ୟାଣ୍ଡି। ଖାଇବା ସବୁ ହଜମ କରିବା ପାଇଁ ବହେ ଉତୁପାତ ହେଲୁ। ତାପରେ ସମୁଦ୍ରରେ ଗାଧେଇ ପାଧେଇକି ଘରକୁ ଆସିଲୁ। ବୁଲିବା ପାଇଁ ଯାଇଛୁ, ଖାଲି ବୁଲିମୁ, ଆଉ ବସିଲେ କିଛି ଲାଭ ନାହିଁ। ସନ୍ଧ୍ୟାବେଳେ ପୁଣି ରେଡି ହେଇକି ଆମେ ଟିକେ ଚା କଫି ପିଇ ଦେଇକି ସ୍ୟାଣ୍ଡୱିଚ ଖାଇ ଦେଇକି ପୁଣି ପଳେଇଲୁ ଆମେ ବିଚ୍ ପାଖକୁ ଟିକେ ମାର୍କେଟିଂ କରିବା ପାଇଁ। ମାଳିଟା ସୁନ୍ଦର ଦେଖାଯାଉଥିଲା ବୋଲି ଟିକେ ପିନ୍ଧିକି ଭିଡିଓ ବନଉଥିଲି। ଲିମା ସେଟା ଦେଖିକି ଆମ 4 ଜଣଙ୍କ ପାଇଁ ସେଟା ନେଇକି ପଳେଇ ଆସିଛନ୍ତି। ମନା କଲୁ ଆମେ ନେବୁନି ବୋଲି, ସେ କହିଲେ କି ନ ନେଲେ ମୁଁ କାନ୍ଦିବି। ଆଉ କଣ କରିବା, ଆମେ ନେଇକି ଆସିଲୁ ଆଉ। ତାପରେ ଟିକେ ଆମେ ମମି ହେରିଆଙ୍କ ପାଇଁ ଚୁଡ଼ି ଫୁଡ଼ି କିଣା କିଣି କଲୁ। ସେ ରେଟ୍ କାଟୁନାହାନ୍ତି ବୋଲି ସମ୍ଭାବନା ଯୋଉ କଜିଆ କଲରର ମା, କଜିଆରେ ପୁରା 1 ନମ୍ବର। ପୁଣି ଥରେ କଫି ପିଇକି ଖାଇ ପିଇକି ଆମେ ରୁମକୁ ପଳେଇ ଆସିଲୁ, କାହିଁକି ନା କାଲି ସକାଳୁ ସକାଳୁ ଆମର ଟ୍ରେନ ଥିଲା।